ଆଜି ଆମେ ଚତୁର ବିନୋଦର ନୀତି ବିନୋଦ ଏବଂ ପ୍ରୀତି ବିନୋଦ ବିଷୟରେ ଦେଖିବା। ତ ପ୍ରଥମେ ଆମେ କବି ପରିଚୟ ପଢ଼ିବା। ବ୍ରଜନାଥ ବଡ଼ଜେନା ରୀତି ଯୁଗର ଅନ୍ୟତମ ଶ୍ରେଷ୍ଠ କବି। ସେ 1730 ଖ୍ରୀଷ୍ଟାବ୍ଦରେ ଢେଙ୍କାନାଳରେ ଜନ୍ମଗ୍ରହଣ କରିଥିଲେ ଓ 1800 ଖ୍ରୀଷ୍ଟାବ୍ଦରେ ଶରୀର ତ୍ୟାଗ କରିଥିଲେ। ତାଙ୍କ ପିତାଙ୍କ ନାମ ବାଲୁଙ୍କେଶ୍ୱର ପଟ୍ଟନାୟକ। ବଡ଼ଜେନା ବ୍ରଜନାଥଙ୍କର ରାଜଦତ୍ତ ଉପାଧି। ବ୍ରଜନାଥ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ। ସେ ଏକାଧାରରେ କବି, ଶିଳ୍ପୀ, ବୈଦ୍ୟଶାସ୍ତ୍ର ନିପୁଣ, ଜ୍ୟୋତିଷଶାସ୍ତ୍ର ଧୁରୀଣ, ସଙ୍ଗୀତଜ୍ଞ ଓ ବହୁ ଶାସ୍ତ୍ରବିତ୍। ସେ ସାହିତ୍ୟ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ତୁଳିକା ଦ୍ୱାରା ଅତି ସୁନ୍ଦର ଚିତ୍ରପଟ ଅଙ୍କନ କରିବାରେ ସିଦ୍ଧହସ୍ତ ଥିଲେ। ପୁଣି ସେ ହାତୀ ଦାନ୍ତ, ତାଳପତ୍ର, ବାଉଁଶପତ୍ର, ବଉଳ ମଞ୍ଜି, ଅଭ୍ର ଓ କଚକଡ଼ା ଉପରେ ଚିତ୍ରାଙ୍କନ କରିପାରୁଥିଲେ। ତାଙ୍କ ରଚନାଗୁଡ଼ିକ ହେଉଛି କାବ୍ୟସଂଗ୍ରହ, କେଳି କଳାନିଧି, ବିଦେଶ ଅନୁଚିନ୍ତା, ଦଶପଇ, ଗୋପୀବିଳାସ, ଶ୍ୟାମରାସୋତ୍ସବ, ବିଚକ୍ଷଣା, ଅମ୍ବିକା ବିଳାସ ଓ ସମର ତରଙ୍ଗ। କ୍ଷୁଦ୍ର କବିତାବଳୀ, ଚଣ୍ଡୀ ମାଳଶ୍ରୀ, ରାଜନଙ୍କୁ ଛଳ ଉକ୍ତି, ରାଜସଭା, କେତୋଟି ଜଣାଣ ଓ ସଙ୍ଗୀତ। ଗଦ୍ୟ ରଚନା ଚତୁର ବିନୋଦ, ହିନ୍ଦୀ ରଚନା ଗୁଣ୍ଡିଚା ବିଜେ ଏବଂ ସଂସ୍କୃତ ରଚନା ମନୋଦୂତ। କେଳି କଳାନିଧି କବିଙ୍କର ଏକ ବିଶିଷ୍ଟ ରଚନା। ଏହି କାବ୍ୟଟି ଷୋଳ ଛାନ୍ଦରେ ସମାପ୍ତ ଓ ଉପେନ୍ଦ୍ର ଭଞ୍ଜଙ୍କ ପ୍ରେମସୁଧାନିଧିର ଅନୁକରଣରେ ଲିଖିତ। ରୀତିଯୁଗର ଆଦର୍ଶରେ ରଚିତ ଏହି କାବ୍ୟଟି ସ୍ଥଳ ବିଶେଷରେ ଉପେନ୍ଦ୍ର ଭଞ୍ଜଙ୍କୁ ମଧ୍ୟ ଅତିକ୍ରମ କରିଯାଇଛି। ଶ୍ୟାମ ରାସୋତ୍ସବରେ 12 ଗୋଟି ଛାନ୍ଦ ସ୍ଥାନ ପାଇଛି। ଏହା 100 ଅକ୍ଷର ନିୟମରେ ରଚିତ ଓ ଶ୍ରୀମଦ୍ ଭାଗବତର ରାସ ପଞ୍ଚାଧ୍ୟାୟର କଥାବସ୍ତୁ ଆଧାରରେ ରଚିତ। ଗ୍ରନ୍ଥର ଶେଷରେ ଗୋପୀଭକ୍ତିର ଉତ୍କର୍ଷ ପ୍ରତିପାଦିତ ହୋଇଛି। ଅମ୍ବିକା ବିଳାସ କାବ୍ୟଟି ଅବର୍ଣ୍ଣ ନିୟମରେ ରଚିତ। ଶିବ ପାର୍ବତୀଙ୍କ ବିବାହ ଏହି କାବ୍ୟର ଉପଜୀବ୍ୟ ବିଷୟବସ୍ତୁ। ଏହା କେନ୍ଦୁଝର ରାଜା ପ୍ରତାପ ବଳଭଦ୍ର ଭଞ୍ଜଙ୍କ ନାମରେ ଭଣିତ ହୋଇଥିବାରୁ କେହି କେହି ତାକୁ ଏ ଗ୍ରନ୍ଥର ରଚୟିତା ଭାବରେ ଗ୍ରହଣ କରନ୍ତି, କିନ୍ତୁ କବି ନିଜର ଅନ୍ୟ ଏକ କୃତି ରାଜସଭାରେ ଏହା ତାଙ୍କ ନିଜ ରଚନା ବୋଲି ପ୍ରକାଶ କରିଛନ୍ତି। ସମର ତରଙ୍ଗ ଏକ ସମର କାବ୍ୟ। ଏଥିରେ 1781 ଖ୍ରୀଷ୍ଟାବ୍ଦରେ ଢେଙ୍କାନାଳ, ନରପତି ଓ ମରହଟ୍ଟାମାନଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧର ବର୍ଣ୍ଣନା ରହିଛି। ଗ୍ରନ୍ଥଟି ସରସ ସୁନ୍ଦର ହୋଇପାରିଛି କବିଙ୍କ ବର୍ଣ୍ଣନା ଚାତୁରୀ ଓ ପ୍ରତିଭା ଯୋଗୁଁ। ଗୁଣ୍ଡିଚା ବିଜେ ତାଙ୍କର ଏକ ହିନ୍ଦୀ ରଚନା, ଯେଉଁଥିରେ ଜଗନ୍ନାଥ ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରାର ବର୍ଣ୍ଣନା ରହିଛି। ବିଚକ୍ଷଣା ଏକ କାଳ୍ପନିକ କାବ୍ୟ। 10 ଛାନ୍ଦ ବିଶିଷ୍ଟ ଏହି କାବ୍ୟଟି ଅସମ୍ପୂର୍ଣ୍ଣ। ବ ଅକ୍ଷରକୁ ପ୍ରତିପାଦରେ ଆଦ୍ୟରେ ରଖାଯାଇ ଏହା ରଚିତ। କବି ଏଥିରେ ସଂସ୍କୃତ ଆଳଙ୍କାରିକ ଶୈଳୀର ଅନୁସରଣ କରି ସ୍ୱପାଣ୍ଡିତ୍ୟର ପରିଚୟ ଦେଇଛନ୍ତି। ଚତୁର ବିନୋଦ କବିଙ୍କର ଏକ ଗଦ୍ୟ ରଚନା। ଏହାର ନାମକରଣ ସମ୍ବନ୍ଧରେ କବି କହନ୍ତି ହାସ ବିନୋଦ, ରସ ବିନୋଦ, ନୀତି ବିନୋଦ, ପ୍ରୀତି ବିନୋଦ। ଏପରି 4 ବିନୋଦ ହେବାରୁ ଏକଥା ନାମ ଚତୁର ବିନୋଦ, ଅଥବା ଚତୁର ଲୋକଙ୍କ ବିନୋଦ ହେବାରୁ ଏ ଘେନି ଚତୁର ବିନୋଦ। ଗଦ୍ୟରେ ଲିଖିତ ହେଲେହେଁ ଏହାର ରଚନାଶୈଳୀ ପଦ୍ୟାତ୍ମକ। ରୀତିକାଳୀନ କବିମାନଙ୍କ ରଚନାବଳୀ ଶୃଙ୍ଗାର ରସ ପ୍ରଧାନ ହେଲାଭଳି ଏହା ଏକ ଶୃଙ୍ଗାର ରସ ପ୍ରଧାନ କାବ୍ୟ। କବିଙ୍କର ବହୁ ଭଜନ ଓ ଜଣାଣ ଥିବା ଜଣାଯାଏ, କିନ୍ତୁ ବହୁ କଷ୍ଟରେ ମାତ୍ର 15ଟି ଭଜନ ଓ ଜଣାଣ ସଂଗ୍ରହ କରି ବ୍ରଜନାଥ ଗ୍ରନ୍ଥାବଳୀରେ ସ୍ଥାନିତ କରିଛନ୍ତି। ଏହାର ସୁଯୋଗ୍ୟ ସଂକଳକ ସ୍ୱର୍ଗତ ସୁଧାକର ପଟ୍ଟନାୟକ। ତ ଇଏ ହେଉଛି ଆମର ଚତୁର ବିନୋଦର ବିଷୟବସ୍ତୁ ବା ସାର କଥା। ତ ଦେଖିପାରୁଥିବେ ନୀତି ବିନୋଦ, ଆମର ନୀତି ବିନୋଦ ଆଉ ପ୍ରୀତି ବିନୋଦ ବିଷୟରେ ଲଙ୍ଗ କ୍ୱେଶ୍ଚନ୍ ଲେଖିବାର ଅଛି। ତ ଇଏ ହେଉଛି ଦେଖିପାରୁଥିବେ ନୀତି ବିନୋଦ। ନୀତି ବିନୋଦରେ ମଧ୍ୟ 4ଟି ଉପଗଳ୍ପ ରହିଛି। ନୀତି ବିନୋଦର ପ୍ରଥମ ଗଳ୍ପଟି ଏହିପରି
କୀର୍ତ୍ତିମଣ୍ଡଳ ରାଜ୍ୟରେ ଜଣେ ନ୍ୟାୟବନ୍ତ ରାଜା ନ୍ୟାୟ ଶାସନ କରି ସୁଖରେ ପ୍ରଜା ପାଳୁଥାନ୍ତି। ତାଙ୍କ ନାମ ଚନ୍ଦ୍ରାଲୋକ। ସେହି ରାଜ୍ୟରେ ଜଣେ ବ୍ରାହ୍ମଣ କୁଶଳକର୍ମୀ ନାମରେ ଥାଏ। ତାହାର ଏକ କନ୍ୟା କୁନ୍ଦରେଖା, ଗୋଟିଏ ପୁତ୍ର ଏବଂ ସ୍ତ୍ରୀ ବାସ କରୁଥାନ୍ତି। ବ୍ରାହ୍ମଣର ବେଦବିଦ୍ୟାରେ ପାରଙ୍ଗମତା ଜାଣି ତୁଙ୍ଗଦେଶ ରାଜା ଅମରତିଳକୁ ତାହାକୁ ସାମବେଦ ପାରାୟଣ କରିବା ପାଇଁ ନିମନ୍ତ୍ରଣ କଲେ। କୁନ୍ଦରେଖାର ପିତା ବ୍ରାହ୍ମଣ କୁଶଳକର୍ମୀ ଝିଅର ବିଭାଘର ଗୋପକଦମ୍ବ ନାମକ ଏକ ବ୍ରାହ୍ମଣ ସହିତ ଠିକ୍ କରିଥାଏ। ମାତ୍ର କୁନ୍ଦରେଖାର ମାତା ଚକ୍ରରାଶି ନାମକ ଅନ୍ୟ ଜଣେ ପୁରୁଷ ସହିତ ଝିଅର ବିଭାଘର କରିବା ପାଇଁ ଠିକ୍ କରିଥାଏ। ଦିନେ କୁନ୍ଦରେଖା କୂଅରେ ପାଣି ଆଣିବାକୁ ଯାଇ କୂଅରେ ପଡ଼ିଗଲା। ତେଣୁ ସେହି କୂଅ ନିକଟରେ ବସି ସନ୍ଧ୍ୟା କରୁଥିବା ଗୁଣ୍ଡରିକ ନାମକ ବ୍ରାହ୍ମଣ ତାହାକୁ ଉଦ୍ଧାର କଲା। ଏହାପରେ କୁନ୍ଦରେଖା ଗୁଣ୍ଡରିକକୁ ବିବାହ କରିବାକୁ ସତ୍ୟ କଲା। ଏହା ଶୁଣି ବ୍ରଜନାଥଙ୍କ ଭାଷାରେ ଗୁଣ୍ଡରିକ କହିଲା, ଆରେ କୁମାରୀ, ଏ ରୂପେ କିମ୍ପା ସତ୍ୟ କଲୁ? ତୋ ଉପରେ ତ ପିତାମାତା ଅଧିକାରୀ, ସେ ଯାହାକୁ ଦେବେ ସେ ସିନା ବିବାହ ହେବ। ଏସବୁ ସତ୍ତ୍ୱେ କୁନ୍ଦରେଖା ବାରମ୍ବାର ଏକା ସତ୍ୟ କଲା। ତେଣୁ କୁନ୍ଦରେଖାକୁ ବିବାହ କରିବା ପାଇଁ ଗୁଣ୍ଡରିକ, ଗୋପକଦମ୍ବ, ଚକ୍ରରାଶିଙ୍କ ମଧ୍ୟରେ କଳହ ସୃଷ୍ଟି ହେଲା। ତେଣୁ ସେମାନେ ଚନ୍ଦ୍ରାଲୋକ ରାଜାଙ୍କଠାରୁ ନ୍ୟାୟ ପାଇବା ଆଶା ନେଇଗଲେ। କିନ୍ତୁ ରାଜା କାହାକୁ କନ୍ୟାଦାନ ଦେବେ ଠିକ୍ କରି ନ ପାରି ବ୍ରାହ୍ମଣମାନଙ୍କ ଉପରେ ବିଚାର କରିବା ପାଇଁ ଛାଡ଼ିଦେଲେ। ବ୍ରାହ୍ମଣମାନେ ଏହାର ଆଲୋଚନା କରୁଥିବା ବେଳେ ଗଛ ଉପରେ ବସିଥିବା ଶୁକ ଏବଂ ଶାରିକାର ହସ ଶୁଣି ତାର କାରଣ ପଚାରନ୍ତେ ବିମ୍ବଅଷ୍ଟ ନାମକ ଶୁକ ଏକ କଥା କହିବାକୁ ଆରମ୍ଭ କଲା। ତାପରେ ଦେଖିଦେବେ। ତାପରେ ଆଉ ଗୋଟେ ଉପଗଳ୍ପ, ତାପରେ ଆଉ ଗୋଟେ ଚାରୋଟି ଆମର ନୀତି ବିନୋଦରେ ଚାରୋଟି ଉପଗଳ୍ପ ରହିଛି। ତାପରେ ଆମର ପ୍ରୀତି ବିନୋଦ। ପ୍ରୀତି ବିନୋଦ ଶଠପ୍ରୀତି, ଦୁଷ୍ଟ ପ୍ରୀତି, ନୀଚ ପ୍ରୀତି, ସହଜ ପ୍ରୀତି, ପ୍ରବଳ ଶଠପ୍ରୀତି। ତ ଇଏ ଥିଲା ଆମର ଚତୁର ବିନୋଦ। ଚତୁର ବିନୋଦର ନୀତି ବିନୋଦ ଏବଂ ପ୍ରୀତି ବିନୋଦ।